ଓଡ଼ିଶାରେ ପହଞ୍ଚିଲା ଗଦା ଗଦା ଆଳୁ। ଓଡ଼ିଶାରେ ପହଞ୍ଚିଲା 4 ରାଜ୍ୟର ଆଳୁ ଟ୍ରକ୍। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ପରେ ଏବେ ପଞ୍ଜାବ ଜଳନ୍ଦର ଓ ବିହାର ପୂର୍ଣ୍ଣିଆରୁ ଆସି ଓଡ଼ିଶାରେ ପହଞ୍ଚିଛି ଆଳୁ ଟ୍ରକ୍। ଉତ୍ତରପ୍ରଦେଶ ସହିତ ପଞ୍ଜାବ ଓ ବିହାର ଆଳୁ ମାର୍କେଟରେ ପହଞ୍ଚିବା ପରେ ଆଳୁ ବିକିବାକୁ ନେଇ ଆରମ୍ଭ ହୋଇଛି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା। ଏବେ ପଶ୍ଚିମବଙ୍ଗକୁ ପଛରେ ପକାଇବାକୁ ବାହାରିଲେଣି ୟୁପି, ପଞ୍ଜାବ ଓ ବିହାର ଆଳୁ ବେପାରୀ। ଓଡ଼ିଶା ବଡ଼ ଖାଉଟି ମାର୍କେଟ ହୋଇଥିବାରୁ ଏବେ ଏଠାରେ ଆଳୁ ବ୍ୟବସାୟ କରିବା ପାଇଁ ଏସବୁ ରାଜ୍ୟର ବ୍ୟବସାୟୀ ଆଗ୍ରହ ଦେଖାଉଛନ୍ତି। ଏମିତିକି କ୍ଷତି ସହି ମଧ୍ୟ ଓଡ଼ିଶା ମାର୍କେଟରୁ ବେଙ୍ଗଲ ବେପାରୀଙ୍କୁ ହଟାଇବାକୁ ରାଜି ଅଛନ୍ତି ଉତ୍ତରପ୍ରଦେଶ ଆଳୁ ବ୍ୟବସାୟୀ। ଓଡ଼ିଶାରେ ବେଙ୍ଗଲ ଆଳୁ ବନ୍ଦ ହୋଇଗଲେ ବି ୟୁପି ଓଡ଼ିଶାର ପରମାନେଣ୍ଟ ଆଳୁ ଯୋଗାଣକାରୀ ରାଜ୍ୟ ହେବ ବୋଲି କହିଛନ୍ତି ସେଠାକାର ଆଳୁ ବ୍ୟବସାୟୀ। ସେପଟେ ପଞ୍ଜାବ ଓ ବିହାର ଆଳୁ ବେପାରୀ ମଧ୍ୟ ଓଡ଼ିଶାକୁ ଆଳୁ ଯୋଗାଇବାକୁ ରାଜି ଅଛନ୍ତି। ସେପଟେ 4 ରାଜ୍ୟରୁ ଆଳୁ ଆସିବାକୁ ସ୍ୱାଗତ କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଦଶହରାରେ ବାହାରିବାକୁ ଥିବା କୋରାପୁଟ ଆଳୁକୁ ଆଉ ବେଙ୍ଗାଲୁରୁ କି ହାଇଦ୍ରାବାଦ ରପ୍ତାନି ନ କରି ଓଡ଼ିଶାରେ ବିକ୍ରି କରିବାକୁ ଯୋଜନା କରୁଛନ୍ତି ସରକାର। ଏମିତି ହେଲେ ଡିସେମ୍ବର ଓ ଜାନୁଆରୀ ବେଳକୁ ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶାର ନିର୍ଭରଶୀଳତା ହ୍ରାସ ପାଇବ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ।